ଏଇ ଜୋସ୍ନା ଭିଡ଼ିଓ ବନେଇବା କ'ଣ ମୋବାଇଲ କେଞ୍ଚୁଛ? ମୋବାଇଲ ଚେକ୍ କରୁଛି ତମେ କାହା ସାଙ୍ଗରେ କଥା ହେଇଛ? ନମସ୍କାର ଦର୍ଶକ। ହଁ ବା ନମସ୍କାର କହିଲାଣି ତମେ। ନମସ୍କାର ଦର୍ଶକ ବନ୍ଧୁ, ବର୍ତ୍ତମାନ ଜୋସ୍ନା ବି ରେଡ଼ି, ମୁଁ ବି ରେଡ଼ି। କ'ଣ କରିବା? ପ୍ରଶ୍ନ ପଚାରିବ। ମୁଁ ପ୍ରଶ୍ନ ପଚାରିବି, ଠିକ୍ ଅଛି। ଆଉ କ'ଣ କହିବ ଦର୍ଶକମାନଙ୍କୁ? ଦର୍ଶକମାନଙ୍କୁ ନମସ୍କାର ଜଣାଇଲି। ଆଉ ଆମ ଭିଡ଼ିଓ ଯଦି ଭଲ ଲାଗିବ ତାହେଲେ ଗୋଟେ ସବସ୍କ୍ରାଇବ୍ କରିବେ, ଦୁଇଟା ନାହିଁ। ନାଇଁ, ଟିକେ ଲାଇକ୍ କରିଦେବେ ଆଉ ସବସ୍କ୍ରାଇବ୍ କରିଦେବେ। ଯଦି ଆପଣଙ୍କର କୃପା ହୁଏ ଆମ ପ୍ରତି, ତାହେଲେ ଭଲ କି ଖରାପ କମେଣ୍ଟ କରିବେ। ତାହେଲେ ପ୍ରଥମ ପ୍ରଶ୍ନ ଯିବା। ଆଜ୍ଞା। ଗୋଟିଏ ଖାଲି ହାଣ୍ଡିରେ ତୁମେ କେତେ ଆଞ୍ଜୁଳା ଚାଉଳ ରଖିପାରିବ? ଗୋଟିଏ ଖାଲି ହାଣ୍ଡିରେ ତୁମେ କେତେ ଆଞ୍ଜୁଳା ଚାଉଳ ରଖିପାରିବ? ତ କୋଶ୍ଚିନ୍ କାହିଁ ଦେଖୁଛ? ମୁଁ କୋଶ୍ଚିନ୍ ଦେଖିନି, ମୁଁ ସବୁବେଳେ ଝିଅ ଆଡ଼ିକି ଅନେଇଥିଲି ତ, ତମେ କୋଶ୍ଚିନ୍ ପଢ଼ିଦେଲ, ମୁଁ ଏପଟା ମନ ଦେଇନଥିଲି। ଗୋଟେ ଖାଲି ହାଣ୍ଡିରେ କେତେ ଆଞ୍ଜୁଳା ଚାଉଳ ରଖିପାରିବ? ଖାଲି ହାଣ୍ଡିରେ ଯେତେ ପାରିବ ସେତେ ଚାଉଳ ରଖିପାରିବ, ଯେତିକି ଜାଗା ହେବ। ଭଲସେ ଚିନ୍ତା କର, ଗୋଟେ ଖାଲି ହାଣ୍ଡିରେ ତମେ କେତେ ଆଞ୍ଜୁଳା ଚାଉଳ ରଖିପାରିବ? ଖାଲି ହାଣ୍ଡି ମାନେ ହାଣ୍ଡିଟା ଯେଡ଼େ ବଡ଼ ହେଇଥିବ, ଯେତେ ଚାଉଳ ଦେଲେ ସେତେ ଜାଗା ହେବ। ଯେ ତା ଦେହରେ ଯେତିକି ଜାଗା ହେଇଥିବ ମୁଁ କ'ଣ ଜାଣିଛି ସେଥିରେ କେତେ ଚାଉଳ ଜାଗା? ହୁଏତ 5 କେଜି, ହୁଏତ 2 କେଜି, ହୁଏତ 3 କେଜି। ଆଉ ଥରେ ପଚାରୁଛି, ଗୋଟେ ଖାଲି ହାଣ୍ଡିରେ ତମେ କେତେ ଆଞ୍ଜୁଳା ଚାଉଳ ରଖିପାରିବ? ଖାଲି ହାଣ୍ଡି। କୋଶ୍ଚିନ୍ ହେଉଛି ଟ୍ରିକି କୋଶ୍ଚିନ୍, ଆନ୍ସର ବି ସେମିତି ଦମଦାର ଆନ୍ସର ତାର। ଖାଲି ସେଠି ହାଣ୍ଡି ହିଁ ନାହିଁ, ଚାଉଳ କ'ଣ ରଖିବ? ଖାଲି ହାଣ୍ଡି। ଆରେ ମା, ଖାଲି ହାଣ୍ଡିରେ ତମେ ଗୋଟିଏ ଆଞ୍ଜୁଳା ଚାଉଳ ହିଁ ରଖିପାରିବ। କାହିଁକି? ତାପରେ ଆଉ ସେ ଖାଲି ହେଇକି ରହିଲାନି। ତମେ କହିଲ କେତେ ଚାଉଳ ରଖିପାରିବ? ଆରେ ଗୋଟିଏ ଆଞ୍ଜୁଳା ଚାଉଳ ରଖିପାରିବ ନା ତମେ। ଖାଲି ହାଣ୍ଡିରେ ଗୋଟିଏ ଆଞ୍ଜୁଳା ଚାଉଳ ହିଁ ରଖିପାରିବ। କାହିଁକି? ତାପରେ ଆଉ ସେ ଖାଲି ରହିଲା ନାହିଁ। ତାପରେ ଯେତେ ଆଞ୍ଜୁଳା ଚାଉଳ ରଖିଛ, ସେ କ'ଣ ଖାଲି ହାଣ୍ଡିରେ ରଖୁଛ କି? ନେକ୍ସଟ କ୍ୱେଶ୍ଚିନ୍ ଯିବା। ସେ କିଏ ଯେ ମରିବା ପରେ ବି ବଞ୍ଚିପାରେ? କିଏ ମରିବା ପରେ ବି ବଞ୍ଚିପାରେ? ଆତ୍ମା। ଆତ୍ମା ଅଛି ନା? ଆମ ଆଖିରେ ଦେଖ, ଆଖି ମରିବା ପରେ ବି ବଞ୍ଚିପାରେ। କିଏ ସେ ମରିବା ପରେ ବି ବଞ୍ଚିପାରେ? ଏଇଟା ଟ୍ରିକି କ୍ୱେଶ୍ଚିନ୍ ନୁହଁ, ଏଇଟା ସାଇନ୍ସ। କିଏ ବି ମରିବା ପରେ ବି ବଞ୍ଚିପାରେ? ଦୁନିଆରେ ସବୁ ଗୋଟିଏ ଜିନିଷ ଯିଏ ମଲା ପରେ ବଞ୍ଚିପାରେ। କର୍ମ। ଗଛ। ଓହୋ। ଗଛ ଯେ ମରି ବି ଯାଇଥିବ, ତାର ଶରୀରକୁ ଆମେ ନେଇ ଆଉ ଥରେ ପୋତି ଦେବା, ସେ ପୁଣି ବଞ୍ଚିଯିବ। ନେକ୍ସଟ, ଏମିତି କ'ଣ ଯାହା କେବଳ ସରିପାରେ କିନ୍ତୁ କେବେ ବଢ଼ିପାରେ ନାହିଁ? କଲମର କାଳି। କାଳି ବି ପୁରେଇ ହେଇଯିବ। ଆଉ କ'ଣ କାଳି ପଶୁଛି? ଏବେ ସିନା ପଶୁନି, କିନ୍ତୁ ଏମିତି କ'ଣ ଯେଉଁଟା କେବଳ ସରିପାରେ କିନ୍ତୁ କେହି ଚାହିଁଲେ ତାକୁ ବଢ଼େଇ ପାରିବେ ନାହିଁ, ଯେତିକି ସେତିକି। କିନ୍ତୁ ସେ ସରିବ, କେବେ ବଢ଼ିବନି। ନା। କ'ଣ ସେଇଟା? ଯାହା କେବଳ ସରି ଚାଲିବ କିନ୍ତୁ କେବେ ବି ସେ ବଢ଼ିବ ନାହିଁ। ଆମ ବୟସ। ସେ ସରିଯିବ କିନ୍ତୁ କେବେ ବଢ଼େ ନାହିଁ। ଆଚ୍ଛା, ଏବେ ଟ୍ରିକି କ୍ୱେଶ୍ଚିନ୍। ଗୋଟେ ଗଛରେ 10ଟି ଚଢ଼େଇ ବସିଥିଲେ। ଗୋଟେ ଶିକାରୀ ଆସିକି ବନ୍ଧୁକ ଫୁଟେଇ ଗୋଟେ ଚଢ଼େଇକୁ ମାରିଦେଲା। ଏବେ ସେ ଗଛରେ କେତେଟା ଚଢ଼େଇ ରହିଲେ? ଚଢ଼େଇ ସବୁ ମରିଗଲେ।
ଗୋଟିଏ ଚଢ଼େଇକି ମାରିଲା ପରା। ଆଉ ସବୁ ଉଡ଼ିଗଲେ। ମତେ କହିବେ ଗଛରେ କେତେଟା ଚଢ଼େଇ ରହିଲେ? ଗଛରେ କିଛି ରହିଲେନି। ସେ ମଲା ଚଢ଼େଇ ଗୋଟିଏ ଯାହା ଥିବ ଯଦି ଥିବ ଗଛରେ କାଇଁ ବସିବ? ସେ ତ ସେ ତଳେ ପଡି- ଲାଖିଥିବ ନହେଲେ ନାଇଁ ଗଳି ପଡ଼ିଥିବ ଆଉ। ହୁଏତ ଥିବ ହୁଏତ ନଥିବ, କିନ୍ତୁ ଚଢ଼ି ହିଁ ନଥିବ। ଠିକ୍ है ଉତ୍ତର। ଏଇଟା ବୁଝିଗଲ। ଗୋଟିଏ ତ ଦେଲି ଆଉ, ଏତେ ଖୁସି କାହିଁ ହେବି? ଏମିତି ଏକ ଶବ୍ଦ କୁହ ଜଣେ ଖୁସିରେ ଥିଲେ ବି ସେ ଶବ୍ଦ ଶୁଣିଲେ ଦୁଃଖୀ ହେଇଯିବ, ଆଉ ଜଣେ ଦୁଃଖରେ ଥିଲେ ସେ ଶବ୍ଦ ଶୁଣି ଖୁସି ହେଇଯିବ। ଏମିତି ଏକ ଶବ୍ଦ ଯେଉଁଟା ଜଣେ ଖୁସିରେ ଥିଲେ ବି ସେ ଶବ୍ଦ ଶୁଣିଲେ ଦୁଃଖୀ ହେଇଯିବ, ଜଣେ ଦୁଃଖରେ ଥିଲେ ସେ ଶବ୍ଦ ଶୁଣିଲେ ଖୁସି ହେଇଯିବ। ଦୁଃଖରେ ଥିଲେ ସେ ଶବ୍ଦ ଶୁଣିଲେ ସେ ଖୁସି ହେଇଯିବ, ଆଉ ଜଣେ ଖୁସିରେ ଥିଲେ ସେ ଶବ୍ଦ ଶୁଣିଲେ ଦୁଃଖୀ ହେଇଯିବ। ଏ ସମୟ ଚାଲିଯିବ କୁହନ୍ତି ସମସ୍ତେ। ଠିକ୍ ଉତ୍ତର। ଦୁଃଖରେ ଥିଲେ କୁହନ୍ତି ସବୁଦିନ ରହିବନି, ଏ ସମୟ ଚାଲିଯିବ। ଏଇଆ ତ? ଜଣେ ଲୋକ ଖୁସିରେ ଅଛି ତାକୁ ଯଦି କଥାଟି କହିଦବ ହଁ, ସେ ବି ଦୁଃଖୀ ହେଇଯିବ ନା। ତ ଇଏ ଗୋଟିଏ ୱାର୍ଡ଼ ଯେଉଁଟା ସୁଖୀକି ଦୁଃଖୀ କରିଦିଏ, ଦୁଃଖୀକି ସୁଖୀ କରିଦିଏ। କିନ୍ତୁ ଏଇଟା ସତ କେତେ ମିଛ କେତେ? ଆଚ୍ଛା, ମୋ କୋଶ୍ଚିନ୍ ଆମର ତ 5ଟା କୋଶ୍ଚିନ୍ ପୁରା ହେଇଗଲା। 5ଟା ଯାକ କୋଶ୍ଚିନ୍ କେମିତି ଲାଗିଲା? ଭଲ ଲାଗିଲା, କିନ୍ତୁ କେମିତି? ଯାହାର ଉତ୍ତର ଦେଇପାରିଲି ସେଇ କୋଶ୍ଚିନ୍ ମୋତେ ଭଲ ଲାଗେ। ଆଉ ଯାହାର ଉତ୍ତର ନ ଦେଇ ପାରିଲ? ଭଲ ଲାଗିଲାନି, ମୁଁ ତ ଦେଇପାରିଲିନି ଆଉ, ତମେ ଜାଣି ଶୁଣିକି ଇଏ କରୁଛ ଆଉ। ଚିଟିଂ କରୁଛି ନାଇଁ? 2 ଦିନ ହେଲାଣି ଆଉ ଦର୍ଶକ ବନ୍ଧୁ ଟିକେ ପଚାର। ଦର୍ଶକ ବନ୍ଧୁଙ୍କୁ ପଚାରିବେ କଣ, ଦର୍ଶକ ବନ୍ଧୁଙ୍କୁ ନିଶ୍ଚିନ୍ତ ଭଲ ଲାଗିଥିବ। ଆଉ ଯଦି ଭଲ ନ ଲାଗିଥାନ୍ତା ତାହେଲେ କମେଣ୍ଟ ମାଧ୍ୟମରେ ଜଣେଇଥାନ୍ତେ। ଜଣେଇଥାନ୍ତେ, ଜଣେଇବେ। ଜଣେଇବେ। ସରି। ଦର୍ଶକ ବନ୍ଧୁ, ଯଦି ଆପଣଙ୍କୁ ଆମ ପ୍ରଶ୍ନ ଉତ୍ତର ଯାହା ସବୁ ଚାଲିଛି ଭଲ ଲାଗୁଛି ତାହେଲେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ଦୟାକରି ଟିକେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ ସେୟାର ଟିକେ କରନ୍ତୁ, ଆମକୁ ଟିକେ ପ୍ରମୋଟ୍ କରନ୍ତୁ। ଆଉ ଯଦି ଭଲ ନ ଲାଗୁଛି ତାହେଲେ କେଉଁ ଟାଇପ୍ର କୋଶ୍ଚିନ୍ ପଚାରିବେ ସେଇଟା ଆପଣ ମତାମତ ଦିଅନ୍ତୁ। ହଁ, ଆପଣଙ୍କ ପାଖରେ ଯଦି କିଛି ପ୍ରଶ୍ନ ଅଛି ସେ ପ୍ରଶ୍ନ ହିଁ ପଠାନ୍ତୁ, ଆମେ ନିଶ୍ଚିନ୍ତ ଜ୍ୟୋତ୍ସ୍ନା ମ୍ୟାଡ଼ାମକୁ ପଚାରିବା। ତାହେଲେ ଆଜି ପାଇଁ ଏତିକି, ନମସ୍ତେ। ଭଲରେ ଥାଆନ୍ତୁ ସମସ୍ତେ।